ओम शांति। परम प्रिय परमात्मा शिव भगवानଙ୍କର ଅମୃତ ସନ୍ତାନଗଣ, ଆଜି ରବିବାର ବାପଦାଦାଙ୍କର ଅବ୍ୟକ୍ତ ମୁରଲୀ, ଯାହା 7/3/2005 ମସିହାରେ ବାବା କହିଥିଲେ, ଆଜି 11/5/2025 ମସିହାରେ ପୁନଶ୍ଚ ଆମେ ସମସ୍ତେ ଆତ୍ମସ୍ଥିତିରେ ରହି ଶୁଣିବା। ସେତେବେଳେ ଥିଲା ମହାଶିବରାତ୍ରି ସମୟ। ବାବା ଆମର ଅବିନାଶୀ ପିତା, ଅବିନାଶୀ ଡ୍ରାମା ଚାଲିଛି, ସେ ଯାହା ପୂର୍ବକଳ୍ପରେ ହେଇଛି ତାହା ହିଁ ବର୍ତ୍ତମାନ ହେଉଛି ବୋଲି ବାରମ୍ବାର କହିଛନ୍ତି। ତାଙ୍କର ରଥ ଫିକ୍ସ, ଆସିବା ସମୟ ଫିକ୍ସ, କାର୍ଯ୍ୟ କରିବା ସମୟ ଫିକ୍ସ, ଆଉ କେଉଁମାନେ ବି ଏ ଜ୍ଞାନକୁ ଗ୍ରହଣ କରି ସତ୍ୟ ଯୁଗକୁ ଯିବେ ସିଏ ବି ଫିକ୍ସ। ଏଇ ଶିବ ଜୟନ୍ତୀ ଭକ୍ତାତ୍ମା ମାନେ ବି ପାଳନ କରୁଛନ୍ତି, ଆଉ ଜ୍ଞାନୀ ଆତ୍ମା ମାନେ ବି ପାଳନ କରୁଛନ୍ତି। କିନ୍ତୁ ଫରକ ରହିଛି। ଭକ୍ତାତ୍ମା ଗୋଟିଏ ଦିନ ଉପବାସ ରହି ଭଗବାନଙ୍କୁ, ଶିବ କିଏ ଶଙ୍କର କିଏ ତ ପ୍ରଭେଦ ଏକରେ ଜାଣିନାହାନ୍ତି, ସେମାନେ ଶିବ ଜୟନ୍ତୀ ପାଳନ କରୁଛନ୍ତି। କିନ୍ତୁ ଜ୍ଞାନୀ ଆତ୍ମା ମାନେ ଶିବଙ୍କ ଜୟନ୍ତୀ ପାଳନ କରୁଛନ୍ତି। କ'ଣ? ଶିବ ହେଲେ ପରମ ପିତା ପରମାତ୍ମା ଶିବ ଭଗବାନ, ସେ ସବୁ ଆତ୍ମାଙ୍କର ପିତା। ସେ ଶିବ ହେଲେ, ଆମେ ସମସ୍ତେ ତାଙ୍କର ସନ୍ତାନ ହେଲେ ଶାଳଗ୍ରାମ। ଏଇ ଶିବ ଜୟନ୍ତୀ ବାବାଙ୍କର ପିଲାମାନେ ପାଳନ କରନ୍ତି, ପିଲାଙ୍କର ବାବା ବି ପାଳନ କରନ୍ତି। ଇଏ ଯଜ୍ଞ କେଉଁ ଦିନ ସ୍ଥାପନ ହୋଇଥିଲା ତାର ବି ଜୟନ୍ତୀ ଏଇ ମହାଶିବରାତ୍ରି ଦିନ ପାଳନ ହୁଏ। ଦେବଦେବ ମହାଦେବ ବୋଲି କୁହାଯାଏ। ସିଏ ସବୁ ଦେବତାଙ୍କ ଉପରେ, ସ୍ୱୟଂ ପରମପିତା ପରମାତ୍ମା ସବୁ ଦେବତାଙ୍କର ସେ ହେଲେ ରଚୟିତା। ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାହେଉଛି, କିନ୍ତୁ ସେ ହେଉଛନ୍ତି ଅଜନ୍ମା, ସିଏ ଅଭୋକ୍ତା, ଯିଏ ଜନ୍ମ ନେଇନାହାନ୍ତି, ଯିଏ ନିରାକାର। ତାଙ୍କର ପୁଣି କ'ଣ ଜୟନ୍ତୀ ପାଳନ କରାଯାଉଛି, ଜନ୍ମ ଦିବସ ପାଳନ କରାଯାଉଛି? ବାବା ସେଇ କଥା କହୁଛନ୍ତି ଯେ ଗୋଟେ ସ୍ନେହରେ, ପ୍ୟାରରେ ପିଲାମାନେ ଜାଣିନାହାନ୍ତି, ଖୁସିରେ ପିଲାମାନେ ବାପାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି, ପିତା ବି ପିଲାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି। ବ୍ରାହ୍ମଣ ବିନା ଏ ଯଜ୍ଞ ସମାପନ ହୋଇପାରିବନି, ସ୍ଥାପନ ହୋଇପାରିବନି। ଏଇ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ସନ୍ତାନମାନଙ୍କର ଜନ୍ମ ଜୟନ୍ତୀ ବାବା ବହୁତ ଉମଙ୍ଗ ଉତ୍ସାହରେ ପାଳନ କରନ୍ତି। ଉମଙ୍ଗ ଉତ୍ସାହ ହେଉଛି ବ୍ରାହ୍ମଣ ଆତ୍ମାମାନଙ୍କର ଶ୍ୱାସ, ମାନେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଗଲେ ଯେମିତି ମଣିଷର ଜୀବନ ଚାଲିଯାଏ, ସେମିତି ବ୍ରାହ୍ମଣ ଯିଏ ତାର ପ୍ରକୃତ ବଞ୍ଚି ରହିଛି କେମିତି ଆମେ ଜାଣିବା? ତା ମନରେ ଯଦି ଉମଙ୍ଗ ଉତ୍ସାହ ଅଛି, ପୁରୁଷାର୍ଥରେ ଲାଗି ପଡ଼ିଛି, ବାବାଙ୍କର ଜ୍ଞାନ ସମସ୍ତଙ୍କୁ ଦେଉଛି। ତେଣୁ ଇଏ ଜନ୍ମ ଜୟନ୍ତୀ ହେଉଛି ନ୍ୟାରା, ପ୍ୟାରା, ଅଲୌକିକ ବାର୍ଥଡେ। ଏଇ ଯେଉଁ ଗିଫ୍ଟ ଦିଆଯାଏ ଜନ୍ମ ଜୟନ୍ତୀରେ, ବାବାଙ୍କୁ ଆମେ କ'ଣ ଗିଫ୍ଟ ଦେବା ଯାହା ହୀରା ଠାରୁ ବି ମୂଲ୍ୟବାନ? ସେମାନେ ଭକ୍ତାତ୍ମା ମାନେ ଭୋଜନର ବ୍ରତ ଗ୍ରହଣ କରନ୍ତି, ସେଦିନ କିଛି ଖାଆନ୍ତିନି, ମହାଦୀପ ଉଠିଲା ପରେ ଖାଦ୍ୟ ଗ୍ରହଣ କରନ୍ତି। କିନ୍ତୁ ବାବା କହୁଛନ୍ତି ତୁମେ କ'ଣ ମୋତେ କେଉଁ ପ୍ରକାର ବ୍ରତ ଗ୍ରହଣ କରିବ? ସିଏ ଖାଦ୍ୟର ଭୋଜନ କ'ଣ କରିବେ ସେଇ ହିସାବରେ ବ୍ରତ କଲେ। ତୁମେମାନେ କ'ଣ କରିବ? ବିକାର ସଂକଳ୍ପ ଆଉ ବିକାର ଯେତେ ପ୍ରକାରର ପବିତ୍ର ରହିବ, ବିକାର ସଂକଳ୍ପକୁ ତ୍ୟାଗ କରିବ, ବ୍ୟର୍ଥ ସଂକଳ୍ପକୁ ତ୍ୟାଗ କରିବ, ଏଇ ବ୍ରତ ମନରେ ନିଅ। ସାଥ ରହେଙ୍ଗେ, ଏକାଠି ରହିବା, ଏକାଠି ଖାଇବା, ଏକାଠି ମରିବା ବା ଏକାଠି ପରମଧାମକୁ ଯିବା।
ବାବାଙ୍କୁ ସବୁବେଳେ କମ୍ବାଇନ୍ ରୂପରେ ରଖିବା ବା ସାଥୀ ତାଙ୍କ ସହିତ ପ୍ରତି ମୁହୂର୍ତ୍ତରେ ସମୟ କାଟିବା, ଏଇ ହେଉଛି ଆମର ବ୍ରତ। ସବୁ ଯେତେ ସ୍ଥୂଳ କାମ କରୁଛେ, ଯେତେ ସୂକ୍ଷ୍ମ କାମ ବି କରୁଛେ, ସବୁ ତାଙ୍କ ସାଥିରେ ରହି ଏକାଠି କରିବା ହେଉଛି ଆମର ବ୍ରତ। ଯେତେ ସବୁ ଜ୍ଞାନୀ ଆତ୍ମାଙ୍କର। ବାବାଙ୍କର ସିନା ଶରୀର ନାହିଁ, ସେ ନିରାକାର, କିନ୍ତୁ ଆମର ଶରୀର ଅଛି। କିନ୍ତୁ ଶରୀର ଅଛି ବୋଲି ଶରୀରକୁ ଦେଖିଲେ ହବନି, ନିଜକୁ ଆତ୍ମା ବୋଲି ଭାବିବାକୁ ପଡ଼ିବ। ଭାବୁଛେ ବେଳେବେଳେ ପିଲାମାନେ କୁହନ୍ତି, ବାବା କହୁଛନ୍ତି ଆମକୁ ଆତ୍ମିକ ନଜରରେ ରଖ, ବା ମୁଁ ଗୋଟିଏ ଆତ୍ମା, ମୁଁ ଯାହାକୁ ଦେଖୁଛି ସିଏ ବି ଗୋଟିଏ ଆତ୍ମା। କେମିତି ହେଇପାରୁନି, ବେଳେବେଳେ ଭୁଲ ହେଇଯାଉଛି। ବାବା ତାର ଉପାୟ ବତେଇ ଦେଉଛନ୍ତି। ଆତ୍ମା କେଉଁଠି ଅଛି? ଆତ୍ମା ତ ଏଇ ଦି ଆଖି ମଝିରେ, ଭ୍ରୁଲତା ମଝିରେ ଏଇଠି ଅଛି ନା। ଆତ୍ମା ଯଦି ଦୁଇ ଆଖି ମଝିରେ ରହିଲା, ଭ୍ରୁଲତା ମଝିରେ ରହିଲା, ତୁମେ ଆଖିକି କାହିଁକି ଅନଉଛ? ସେ ଗୋଟିଏ ପଏଣ୍ଟକୁ ଚାହଁ। ବାବା ତାର ସରଳ ଉପାୟ ବତେଇ ଦେଉଛନ୍ତି। ବାବା କହୁଛନ୍ତି, ଭକ୍ତ ଆତ୍ମାମାନେ ସିନା ଡାକନ୍ତି, ହେ ପତିତ ପାବନ ଆସ, ବା ମହାଶିବରାତ୍ରି ଦିନ ଅନେକ ମନରେ ଥିବା ଯାତନା, ପୀଡ଼ା, ଦୁଃଖ ବାବାଙ୍କୁ ଜଣାନ୍ତି, ଭଗବାନଙ୍କୁ ଜଣାନ୍ତି, ସେଥିରୁ ଉଦ୍ଧାର କରିବା ପାଇଁ ଯାଚଙ୍ଜ୍ଞା କରନ୍ତି। କିନ୍ତୁ ଜ୍ଞାନୀ ଆତ୍ମାମାନେ କିଛି ବାବାଙ୍କୁ ଆସିକି ଆମର ଦୁଃଖ ହରଣ କର, ଏସବୁ କଥାରେ ତାଙ୍କର ଖିଆଲ ନଥାଏ। ବାବା ଆସିଛନ୍ତି, ମୋ ପିତା ଆସିଛନ୍ତି, ମୋତେ ପତିତରୁ ପାବନ କରି ସାଥିରେ ନେବେ, ଏ କଥାଟା ସିଏ ଜାଣି ଦେଇଛନ୍ତି। ଏଇ ଯେଉଁ ସାଂସାରିକ ଦୁଃଖ କଷ୍ଟ ଆଉ ସମ୍ପତ୍ତି, ଲୌକିକ ସମ୍ପତ୍ତି ଦେବା ପାଇଁ ଜ୍ଞାନୀ ଆତ୍ମାମାନେ ଡାକନ୍ତି ନାହିଁ। ଉମଙ୍ଗ ଉତ୍ସାହରେ ତେଣୁ ଏ ବ୍ରତ ଆମେ ପାଳନ କରିବା, ଉଡ଼ିବା, ଉଡ଼ତି କଳାରେ ଚାଲିବା। ଇଏ ଜନ୍ମ ଉତ୍ସବ ସିନା। ଉତ୍ସବ କ'ଣ? ଜନ୍ମ ଉତ୍ସବ ଅର୍ଥ କ'ଣ? ଉତ୍ସବର ଅର୍ଥ ହେଲା ଉତ୍ସାହରେ ପାଳନ କରିବା ବା ମନରେ ଉମଙ୍ଗ ଉତ୍ସାହ ସୃଷ୍ଟି କରିବା। ସେଥିପାଇଁ ମହାଶିବ ଜୟନ୍ତୀ, ଯାହାକି ଯେତେ ପର୍ବ ଅଛି, ସେ ପର୍ବ ଭିତରେ ସର୍ବଶ୍ରେଷ୍ଠ ପର୍ବ। ପ୍ରାୟତଃ ବହୁତ ଆତ୍ମା ଏ ପର୍ବକୁ ପାଳନ କରନ୍ତି, ବହୁତ ଭକ୍ତ ଆତ୍ମା ଏ ପର୍ବକୁ ପାଳନ କରନ୍ତି। ଆମେ ବହୁତ ଉମଙ୍ଗ ଉତ୍ସାହରେ କରିବା। ବାବା କହୁଛନ୍ତି, ତୁମେ ମୋତେ ଯେତିକି ସ୍ନେହ କରୁଛ, ମୋତେ ତ ସ୍ନେହ କରୁଛ ବୋଲି ମୋର ବ୍ରତ ପାଳନ କରୁଛ ବା ଜନ୍ମଦିନ ପାଳନ କରୁଛ। ତୁମେ ଯେତିକି ମୋତେ ସ୍ନେହ ଦେଉଛ, ମୁଁ ତୁମକୁ ତାର ପଦ୍ମ ଗୁଣ ସ୍ନେହ ଦେଉଛି। ତୁମେ ମୋତେ ଯାହା ବିଚାର କରୁଛ, ମୁଁ ତାର ପଦ୍ମ ଗୁଣ ଉପରେ। ବାବା କ'ଣ ନ ଦେଇପାରିବେ? ଆମ ଭିତରେ କ'ଣ ପରିବର୍ତ୍ତନ ଆଣିବା ପାଇଁ ସେ କି ଶିକ୍ଷା ଦେଉଛନ୍ତି? ତେଣୁ ସେସବୁ ଜିନିଷ ଆମେ ମନେ ରଖିବା। ବାବା କହୁଛନ୍ତି, ଆମ ମନର ଭୋଜନ କ'ଣ? ସଂକଳ୍ପ, ପବିତ୍ରତା, ଏଇ ଯେଉଁ ଜିନିଷଟା, ଆମେ ବ୍ୟର୍ଥ ସଂକଳ୍ପକୁ ତ୍ୟଜ୍ୟ କରିବା, ପବିତ୍ର ରହିବା, ମନର ଭୋଜନକୁ ଆମେ ବ୍ରତ ବୋଲି ଧାରଣ କରିବା, ମନରେ ଧାରଣ କରିବା। ଏଇ ପ୍ରକାରର ମୁଁ ବ୍ରତ କରୁଛି, ଆଜିଠାରୁ ମନରେ ବ୍ୟର୍ଥ ସଂକଳ୍ପ ନେବି ନାହିଁ, ନେଗେଟିଭ୍ ସଂକଳ୍ପ ନେବି ନାହିଁ, ସବୁବେଳେ ପବିତ୍ର ଜୀବନଯାପନ କରିବି। ଏଇ ବ୍ରତ ହିଁ ଆମେ ଶିବ ଜୟନ୍ତୀରେ ପାଳନ କରିବା। ବ୍ରତ ଅର୍ଥ କ'ଣ ଯେ? ବ୍ରତ ଅର୍ଥ ହେଲା ଶ୍ରେଷ୍ଠ ବୃତ୍ତି କରିବା, ଶ୍ରେଷ୍ଠ ବୃତ୍ତି ବନେଇବା। ଗୋଟିଏ ଟେକାଟିଏ ଆମେ ପାଣିକି ପକାଇଦେଲେ କ'ଣ ହେଲା? ସିଏ ବୃତ୍ତାକାରରେ ଜଳ ବୁଲୁଛି। ଆମେ ସେମିତି ମନକୁ ଯେଉଁ ସଂକଳ୍ପ ଦେଉଛେ, ସିଏ ସଂକଳ୍ପ ସେମିତି ମନରେ ବାର ବାର ଘୁରି ଚାଲିଛି। ସିଏ ଆମର ବିଚାର ଧାରାରେ ବଦଳି ଯାଉଛି। ବାବା କହୁଛନ୍ତି, ବାବା କହିବା କଥା, ତେଣୁ ତୁମେ ଯଦି ବ୍ୟର୍ଥ ସଂକଳ୍ପ କରିବ, ସେ ପୁଣି ବ୍ୟର୍ଥ ସଂକଳ୍ପ ବିଚାରଧାରା ତୁମର ହେଇଯିବ।
ତେଣୁ ସବୁବେଳେ ସମର୍ଥ ସଂକଳ୍ପ କର, ଶୁଦ୍ଧ ସଂକଳ୍ପ କର, ମନକୁ ସବୁବେଳେ ଶୁଦ୍ଧ ଭୋଜନ ଦିଅ। ଆମେ ଏଇ ବ୍ରତ ନେବା। ବାବା କହୁଛନ୍ତି ଯେ ଯେମିତି ବୃତ୍ତି ଆମର ହେବ ସେମିତି ଦୃଷ୍ଟି ହେବ, ସେମିତି କୃତି ହେବ। ଆମେ ଯଦି ଗୋଟେ ଖରାପ କଥା ମନରେ ଭାବିବା, ଖରାପ କଥା ମୁଣ୍ଡରେ ରଖିବା, ତାହେଲେ ଆମର ଚିନ୍ତାଧାରା ତ ସେଇଭଳି ହେଇଯିବ। ସେ ଲୋକ ପାଖରେ କ'ଣ ଭଲ ଗୁଣ ଅଛି ଆମକୁ ଦେଖାଯିବନି, ଅବଗୁଣ ଦେଖାଯିବ। ତାର ବିଶେଷତା ଆମକୁ ଜଣାପଡ଼ିବନି। କାହିଁକି ନା ଆମେ ପରା ତା ପ୍ରତି ମୂଳରୁ ଗୋଟେ ନେଗେଟିଭ୍ ଭାବନା ରଖିଦେଇଛେ। ଆଉ ଯଦି ଆମର ଦୃଷ୍ଟିଟା ଭୁଲ ହେଇଗଲା, କୃତି ଯାହା କର୍ମ ଯାହା ଫଳାଫଳ ହେବ ସିଏ ବି ସବୁ ଭୁଲ ଆସିବ। ତେଣୁ ଯେମିତି ବୃତ୍ତି ସେମିତି ଦୃଷ୍ଟି ସେମିତି କୃତି। ତେଣୁ ପ୍ରଥମେ ଆମେ ମୂଳରୁ ଆମ ବୃତ୍ତିକି, ଆମ ବିଚାରଧାରାକୁ ଠିକ୍ କରିବା। ବାବା କହୁଛନ୍ତି ପବିତ୍ର ଶୁଦ୍ଧ ବୃତ୍ତି କରିବା, ଶୁଦ୍ଧ ପବିତ୍ର ଦୃଷ୍ଟି ବଳରେ ଆମେ ପବିତ୍ର ବା ବହୁତ ସୁନ୍ଦର ଫଳ ପାଇବା। ବାବା କହୁଛନ୍ତି ଯେ ବାୟୁମଣ୍ଡଳ ବି ଆମେ ଯେମିତି ଭାବନା କଲେ, ଇଏ ଆମର ଚିନ୍ତାଧାରା ବି ବାୟୁମଣ୍ଡଳରେ ମିଶୁଛି। ବାୟୁମଣ୍ଡଳରେ ମିଶିଲା ମାନେ ଆମର ପ୍ରକମ୍ପନ ବାୟୁମଣ୍ଡଳରେ ମିଶିଲା ଗୋଟେ ପ୍ରଭାମଣ୍ଡଳ ତିଆରି କଲା। ଯେମିତି ମନ୍ଦିରକୁ ଲୋକ ଯାଉଛନ୍ତି, ମନ୍ଦିରକୁ ଗଲେ ଲୋକ କହୁଛନ୍ତି ଭାରି ଶାନ୍ତି ଲାଗୁଛି, ମନରେ ଖୁସି ଆସୁଛି। କାହିଁ କହୁଛନ୍ତି? ଯେତେ ଲୋକ ସେଠିକି ଯାଉଛନ୍ତି ସମସ୍ତେ ଗୋଟେ ଶୁଦ୍ଧ ପବିତ୍ର, ମାନେ ଶାରୀରିକ ପବିତ୍ରତା, ମାନସିକ ପବିତ୍ରତା ବି ଗୋଟିଏ ଭଲ ଚିନ୍ତାଧାରା ନେଇକି ମନ୍ଦିରକୁ ଯାଉଛନ୍ତି। ତେଣୁ ସମସ୍ତଙ୍କର ଯେଉଁ ମାନସିକ ସ୍ତରରୁ ଯେଉଁ ପ୍ରକମ୍ପନ ଆସୁଛି, ଯେଉଁ ବିଚାରଧାରାଟା ବାୟୁମଣ୍ଡଳରେ ମିଶୁଛି, ତେଣୁ ସେଠି ଶାନ୍ତି ଲାଗୁଛି। ସେମିତି ଆମ ସମସ୍ତଙ୍କର ମାନସିକ ବିଚାରଧାରା, ସଂକଳ୍ପ ଆଉ ଯାହା ସମସ୍ତଙ୍କ ପ୍ରତି ଭାବନା, ଇଏ ସବୁ ବାୟୁମଣ୍ଡଳରେ ମିଶୁଛି। ତେଣୁ ଆମେ ସମସ୍ତେ ସେଥିପାଇଁ ଏଇ ପ୍ରଭାମଣ୍ଡଳକୁ ବହୁତ ଶକ୍ତିଶାଳୀ କରିବା। ଶକ୍ତିଶାଳୀ କଲେ ଆମର ବୃତ୍ତି ଅନୁଯାୟୀ ଦୃଷ୍ଟି, ଦୃଷ୍ଟି ଅନୁଯାୟୀ ସୃଷ୍ଟି, କୃତି ସେଇଭଳି ହେଇଯିବ। ବାବା କହୁଛନ୍ତି ଏ ବିକାରୀ ପତିତ ଦୁନିଆରେ ତ ଆମେ ଅଛେ, କିନ୍ତୁ ଯଦି ପତିତ ଚିନ୍ତାଧାରା ରଖିବା, ବିକାର ଚିନ୍ତାଧାରା ରଖିବା, ତାହେଲେ ଆମେ ଦିନକୁ ଦିନ ଆହୁରି ଆହୁରି କଷ୍ଟ ଆଡ଼କୁ ଯିବା। ତେଣୁ ଆମ ଚିନ୍ତାଧାରାକୁ ଆମେ ପବିତ୍ର କରିଦେବା। ବାବା ସେଥିପାଇଁ କହୁଛନ୍ତି ଅନ୍ୟର ବିଶେଷତା ତ ଆମେ ନିଶ୍ଚୟ ଦେଖିବା, ଅବଗୁଣ ଦେଖିବାନି, ବିଶେଷତା ନିଶ୍ଚୟ ଦେଖିବା। କିନ୍ତୁ ଜଣଙ୍କର ବିଶେଷତା ଦେଖିକି ଆମେ ତା ପ୍ରତି ଆକୃଷ୍ଟ ହେଇଯିବାନି, ତା ରୂପ ପ୍ରତି ଆକୃଷ୍ଟ ହେଇଯିବାନି, ତାର କହିବା କଥାର ଶୈଳୀ ପ୍ରତି ଆକୃଷ୍ଟ ହେଇଯିବାନି। ଇଏ ବିଶେଷତା ହେଉଛି ପ୍ରଭୁଙ୍କ ଦେନ୍, ଭଗବାନଙ୍କର ଦାନ, ଇଏ ହେଉଛି ପ୍ରଭୁ ପ୍ରସାଦ। ଆମେ ସେଇଠି ଯଦି ପ୍ରଭୁ କିଏ ଦେଇଛନ୍ତି ଏଇ ବିଶେଷତାଟା ମାନେ ମନରେ ନ ରଖି, ମାନେ ଦାତାକୁ ମନେ ନ ରଖି ଆମେ ଗ୍ରହିତା ପଛରେ ଯଦି ଆମେ ମୁଣ୍ଡଟାକୁ ଲଗେଇବା ବା ତା ପ୍ରତି ଆମର ଆକର୍ଷଣ ମନରେ ଆସିଯିବ, ତାହେଲେ ଭୁଲ। ଆମର ହେଉଛି ବିଶେଷତା ପ୍ରଭୁ ପ୍ରସାଦ। ତେଣୁ ବିଶେଷତାକୁ ଆମେ ଗ୍ରହଣ କରିବା। ସେଥିପାଇଁ ମହାତ୍ମା ଗାନ୍ଧୀ ବି କୁହନ୍ତି ପାପୀକୁ ଘୃଣା କର ନାହିଁ, ପାପକୁ ଘୃଣା କର। ତାମାନେ କ'ଣ? ପାପୀ କିଏ? ଯିଏ କାମ କରିଛି, ପାପଟାକୁ ଯିଏ କରିଛି ସିଏ ହେଲା ପାପୀ। ପାପୀ ଲୋକକୁ ଘୃଣା କରନି, ସିଏ ତ ଭୁଲ ବଶତଃ, ବିକାର ବଶତଃ, ଅଜ୍ଞାନତା ବଶତଃ ପାପ କରୁଛି। କିନ୍ତୁ ଆମେ ପାପୀକୁ ଘୃଣା କଲେ କ'ଣ ହେବ? କାହିଁକି ସିଏ ଏମିତି ଭୁଲ କାମ କଲା, କାହା ପ୍ରଭାବରେ ପାପ କଲା, ସେଇ ପାପର ପ୍ରକୃତ ଅର୍ଥଟାକୁ ବୁଝି ସେଇ ପାପ ଗୁଡ଼ିକୁ ଘୃଣା କର। ସେମିତି ବିଶେଷତାକୁ ଆମେ ପ୍ୟାର କରିବା ବା ବିଶେଷତାକୁ ଦେଖିକି ଆମେ ଖୁସି ହେବା। ଆଉ କାହା ପାଖରେ ସେଇ ବିଶେଷତା ଅଛି, ବିଶେଷତା ଉପରେ ନଜର ନ ରଖି ସେ ମଣିଷ ଉପରେ ନଜର ରଖିବା ଠିକ୍ ନୁହେଁ। ବାବା ବତେଇ ଦେଲେ। ବେଳେବେଳେ ଆମ ମନରେ ଆମେ କହିଦେଉଛେ ମୋର ଆସକ୍ତି ଜମା ନାହିଁ, କିନ୍ତୁ ମୋତେ ସେ ଜିନିଷଟା ବହୁତ ଭଲ ଲାଗୁଛି।
ଏଇ ଯେଉଁ କଥାଟା କହୁଛେ, ଆସକ୍ତି ନାହିଁ କିନ୍ତୁ ଅଚ୍ଛା ଲାଗୁଛି, ଇଏ ହେଉଛି ମାନେ ସୂକ୍ଷ୍ମାତି ସୂକ୍ଷ୍ମ ମାୟାର ଅଂଶ ବଂଶ ବୋଲି କୁହାଯିବ। ଆମେ ବହୁତ ଲୋକ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଯେଉଁ ବଡ଼ ବଡ଼ ବିକାରକୁ ପ୍ରାୟ କମେଇ ଦେଲେଣି, ମାନେ ଆଉ ତାଙ୍କ ପାଖରେ ସେମାନେ ଏତେ ବିକାରୀ ନୁହନ୍ତି। କିନ୍ତୁ ବିକାରୀ ନହେଲେ କ'ଣ ହେଲା, ବିକାରର ଅଂଶ ବଂଶ ତାଙ୍କ ପାଖରେ ରହିଯାଉଛି। ବାବା କହୁଛନ୍ତି ପବିତ୍ର ମାନେ ମନ, ବଚନ, କର୍ମ, ଆଚରଣ, ବିଚାର, ଉଚ୍ଚାରଣ ସବୁଥିରେ ତ ପବିତ୍ର ହେବାକୁ ପଡ଼ିବ ନା। ଆଉ ତା'ର ମାୟା ଅଂଶ ବଂଶ ଟିକେ ବି ରହିବନି। ଯେମିତି ଲୌକିକରେ ବାପା ମା ପୁଅ ଝିଅକୁ ଭଲ ପାଉଛନ୍ତି, ଯେତେବେଳେ ପୁଅ ଝିଅ ବଡ଼ ହେଇଯାଉଛନ୍ତି ହୁଏତ ତାଙ୍କ ପାଖରୁ ଟିକେ ସ୍ନେହ କମିଯାଉଛି, କିନ୍ତୁ ନାତି ନାତୁଣୀ ପ୍ରତି ଆକର୍ଷଣ ପୁଣି ଆସିଯାଉଛି। ତାମାନେ ଏଇ ମାୟା ବଡ଼ ବଡ଼ ବିକାର ଗୁଡ଼ିକ ଯଦି ପୁଅ ଝିଅ ହେଲେ, ତାହେଲେ ଏଇ ଯେଉଁ ମାୟାର ଅଂଶ ବଂଶ ସେଗୁଡ଼ାକ ହେଲେ ନାତି ନାତୁଣୀ ପରି। ଯେମିତି କ୍ରୋଧ ଲୋକ କଟେଇ ଦେଉଛନ୍ତି, ମାନେ କ୍ରୋଧକୁ ଆୟତ୍ତ କଲେଣି, କିନ୍ତୁ କ୍ରୋଧର ଅଂଶ ବଂଶ ବି ରହିଛନ୍ତି। ଚିଡ଼ଚିଡ଼ାପଣ, କାହାକୁ ଦେଖିକି ତାତ୍ସଲ୍ୟ କରିବା ଇତ୍ୟାଦି, ଏସବୁ ଜିନିଷକୁ ଲୋକମାନେ ତ୍ୟଜ୍ୟ କରିପାରୁନାହାନ୍ତି। ତେଣୁ ମାୟାର ଅଂଶ ବଂଶ ନାଶ କରିବାକୁ ବାବା କହୁଛନ୍ତି, ମୂଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା କଳି, ଆମର କୁହାଯାଉଛି। ସେମିତି ମାୟାର ଅଂଶ ବଂଶକୁ ଆମେ ଧ୍ୱଂସ କରିବା। ଅଂଶରୁ ହିଁ ବଂଶର ଉତ୍ପତ୍ତି। ଯଦି ଟିକିଏ ବି ଲାଗିଥିବ, ଯେମିତି ପାଉଁଶ ତଳର ନିଆଁ, ଟିକିଏ ନିଆଁ ଥିଲେ ସିଏ ବଡ଼ ଆକାର ହେଇପାରେ, ସେହିପରି ଆମ ପାଖରେ ଯଦି କିଛି ବି ଖରାପ ଗୁଣ ଅଛି, ସିଏ ସମୟ ଦେଖି, ପରିସ୍ଥିତି ଦେଖି, ପରିବେଶ ଦେଖି ସିଏ ପୁଣି ଉଠିବ। ତେଣୁ ମାୟାକୁ କଣ୍ଟ୍ରୋଲ କରିବା ସହଜ କଥା ନୁହେଁ। କିନ୍ତୁ ଯଦି ଆମେ ବାବାଙ୍କ ସହିତ ପ୍ରୀତି ଯୋଡ଼ି ଯୋଗଯୁକ୍ତ ଅବସ୍ଥାରେ ବାବାଙ୍କ ସାଥିରେ ଅଛି, କମ୍ବାଇନ୍ ସ୍ୱରୂପରେ ଅଛି ବୋଲି ଅନୁଭବ କରିବା, ତାହେଲେ ମାୟାକୁ ଆମେ ନିଶ୍ଚିତ ଭାବରେ ପରାସ୍ତ କରିବା। ସେଥିପାଇଁ ବାବା ଆଜି କହିଛନ୍ତି, ମୋ ସାଥିରେ ବସ, ମୋ ସାଥିରେ ଖାଅ, ମୋ ସାଥିରେ ବୁଲ, ମୋ ସାଥିରେ ଚାଲ, ମୋ ସାଥିରେ କାମ କର, ମୋ ସାଥିରେ ପରମଧାମ ଯିବ। ବାବା ଏଇ କଥା ବି କହିଦେଇଛନ୍ତି। ମାୟାର ଏଣ୍ଟ୍ରି କେମିତି ହେଉଛି? ମାୟାର ଏଣ୍ଟ୍ରି ହେଉଛି ମେପନ, ମୁଁ ଯେଉଁ ଆମର ସବୁ କଥାରେ ମୁଁ ଏମିତି, ମୁଁ ସେମିତି, ଯେଉଁ ମୁଁ ବୋଲି ଭାବି ଦେଉଛେ ବା ମୋର ବୋଲି ଭାବି ଦେଉଛେ, ସେ ତାରି ବଳରେ ମାୟା ଆମ ପାଖକୁ ଆସୁଛି। ମୁଁରୁ ପୁଣି ଅଭିମାନ ସୃଷ୍ଟି ହେଉଛି। ଅଭିମାନ ପୁଣି କେମିତି କ'ଣ କରୁଛି? ଟିକେ ଟିକେ କଥାରେ ଯଦି ମୁଁ ବୋଲି ଭାବିଦେବା, ତାହେଲେ କିଏ କ'ଣ କହିଲେ ସେଥିରୁ ବି ଅପମାନ ଲାଗୁଛି। ଅଭିମାନରୁ ଅପମାନ ଲାଗିଲା, ଅପମାନ ଯଦି ଆମକୁ ବୋଧ ହେଉଛି, ତାମାନେ ଆମ ପାଖରେ ପ୍ରବଳ ଭାବରେ ମାୟା ରହିଛି। ବାବାଙ୍କର କଥାକୁ ସେଥିପାଇଁ ଆମେ ସବୁବେଳେ ବାର ବାର ଦୋହରେଇକି ମନେ ପକେଇବା। ବାବା କହିବା କଥା ଯେ ଭକ୍ତଜନ ଯେମିତି ବଳି ଚଢ଼ଉଛନ୍ତି, ସେମିତି ତୁମେ କ'ଣ ବଳି ଚଢ଼େଇବ? ମେପନକୁ ବଳି ଚଢ଼ାଅ। ମାନେ ସବୁବେଳେ ମୁଁ ଆଉ ମୋର ଏଇ ଦୁଇଟା ଶବ୍ଦକୁ ଯେମିତି ମନରୁ ଆମେ ଭୁଲିଯିବା। ସମର୍ଥ ହେଲେ ଆମେ ସମାପ୍ତ କରିପାରିବା। ଆମର ଚିନ୍ତା, ମାନେ ସଂକଳ୍ପ, ଭାବନା, ବିଚାରଧାରା ସବୁ ଯଦି ପଜିଟିଭ୍ ହେଇଯିବ, ତାହେଲେ ଆମେ ନେଗେଟିଭ୍ ଜିନିଷକୁ ଭୁଲିଯିବା ବା ତାକୁ ଆଉ ମନେ ପକାଇବା ନାହିଁ, ତାଠାରୁ ଆମେ ମୁକ୍ତ ହୋଇଯିବା। ତାପରେ ଆଉ ଗୋଟିଏ କଥା ବି ବାବା କହିଦେଲେ, କଳ୍ପ କଳ୍ପ ଆମେ ଏଇ କାମ କରି ଆସିଛେ। ବାବା ଆସିଛନ୍ତି ପ୍ରତିକଳ୍ପରେ ଏଇ ସମୟରେ। ବାବା ଆମକୁ ଏଇ ପାଠ ପଢ଼େଇଛନ୍ତି। ବାବାଙ୍କର ଏଇ ପାଠ ମୁଁ ଶୁଣିଛି। ବାବାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ମାୟାକୁ ଜିତିଛି। ମୁଁ ଦେବ ଆତ୍ମା ହୋଇଛି। ମୁଁ ହୋଇଥିଲି, ଏବେ ହେଉଛି, ପୁଣି ଆଗ କଳ୍ପରେ ବି ହେବି। ଇଏ ବନାୟା ନାଟକ। ଇଏ ଯେଉଁ ନାଟକ ଚାଲିଛି, ଇଏ ନାଟକ ଏବେର ନାଟକ ନୁହେଁ, ଅନାଦି
ଅନାଦି ଅବିନାଶୀ ନାଟକ। ସେ କାହିଁ କେଉଁ କାଳରୁ ଚାଲି ଆସିଛି। ମୁଁ ଯାହା କରିଛି ତାହା କରୁଛି। ଯଦି ଏମିତି ଆମେ ସବୁବେଳେ ଏଇ ସତ୍ୟ କଥାଟାକୁ ମନରେ ଧାରଣ କରିବା, ଆମେ ଆଉ ଦୁର୍ବଳ ହେବାନି। ବାବା କହୁଛନ୍ତି ମୋହବତ ଯଦି ରହିବ ତୁମକୁ ମେହନତ ଲାଗିବନି। ଯଦି ମୋ ବାବା ଆସିଛନ୍ତି, ମୋତେ ତାଙ୍କର ସାଥୀ ସାହାରା କରିକି ମୋତେ ପୁଣି ସତ୍ୟ ଯୁଗକୁ ନେବେ, ବା ମୋତେ ଗୋଟେ ପତିତ ଆତ୍ମାରୁ ପାବନାତ୍ମା ତିଆରି କରିବା ପାଇଁ ବାର ବାର ଶିକ୍ଷା ଦେଉଛନ୍ତି, ତାହେଲେ ଆମର ଯେଉଁ ସ୍ନେହ ପ୍ୟାର ଯଦି ମନରେ ଆସିଗଲା, ଆମକୁ ଆଉ କଷ୍ଟ ଲାଗିବନି ଆତ୍ମସ୍ଥିତିରେ ରହିବା ପାଇଁ। ତେଣୁ ମହାମନ୍ତ୍ର ହେଉଛି ମାମେକମ୍ ୟାଦ କର। ଇଏ ମହାମନ୍ତ୍ର କହିଲେ ବି ହେବ, ମହାଯନ୍ତ୍ର କହିଲେ ବି ହେବ। ଯନ୍ତ୍ର ଆମ ପାଖରେ ଅଛି, କିନ୍ତୁ ଯନ୍ତ୍ରକୁ କେମିତି ବ୍ୟବହାର କରାଯାଏ ତାର ଟ୍ରିକ୍ ଆମକୁ ଜଣା ନାହିଁ। ତାହେଲେ ଯନ୍ତ୍ର ଥାଇକି ବି ମୂଲ୍ୟ ନାହିଁ। ଏ ଯେଉଁ ମହାମନ୍ତ୍ର ମାମେକମ୍ ୟାଦ କରର ଟ୍ରିକ୍ କ'ଣ? ସବୁବେଳେ ବାବାଙ୍କୁ ମୋ ବାବା ବୋଲି ବିଚାର କରି, ମୋ ବାବା ମୋତେ ଠିକ୍ ବାଟରେ ନେଉଛନ୍ତି ବୋଲି ଭାବି, ନିଶ୍ଚୟ ବୁଦ୍ଧିରେ ରହି ସବୁବେଳେ ତାଙ୍କ ସହିତ, ତାଙ୍କୁ ସ୍ମୃତିରେ ରଖି ତାଙ୍କ ସାଥିରେ ରହିବା। ବାବା କହୁଛନ୍ତି ଯେ ଯଦି ପ୍ୟାର ରହିଗଲା, ତମେ ସବୁ ଅନ୍ତର ସହିତ ବାବାଙ୍କୁ ନିଜର ପିତା ବୋଲି ମାନିଦେଲ, ତାହେଲେ ତୁମେ ଖୁବ୍ ଶୀଘ୍ର ପୁରୁଷାର୍ଥ କରି ଖୁବ୍ ବଳଶାଳୀ ଶକ୍ତିଶାଳୀ ଆତ୍ମା ହୋଇଯିବ। ବାବା କହୁଛନ୍ତି ଯେତେ ଆମକୁ ପ୍ରଭୁ ଦେନ୍ ବା ପ୍ରଭୁଙ୍କ ପ୍ରସାଦ ବା ପ୍ରଭୁଙ୍କ ଦୟାରୁ ମୋ ପାଖରେ ଯେଉଁ ବିଶେଷତା ରହିଛି, ବା ବାବାଙ୍କ ପାଖରୁ ଯେଉଁ ଜ୍ଞାନ ଆଣିଲି, ଗୁଣ ପାଇଲି, ଶକ୍ତି ପାଇଲି, ଯାହା ଯାହା ଭଗବାନ ମୋତେ ଦେଲେ, ମୁଁ ତାକୁ କାର୍ଯ୍ୟରେ ଲଗେଇବି। ମୋତେ ଯାହା ମିଳିଛି ମୁଁ ତାକୁ ଅନ୍ୟକୁ ଦେବି। ତେଣୁ ଖୁସି ଦେଲେ ଖୁସି ପାଇବି। ଅନ୍ୟକୁ ରାସ୍ତା ବତେଇଲେ ସିଏ ବି ଅଭାବ ଅସୁବିଧାରେ ସିଏ ବି ମୋତେ ରାସ୍ତା ଦେଖେଇବେ, ମୋର ସାଥୀ ସହଯୋଗୀ ହେବେ। ତେଣୁ ବାବାଙ୍କର ଦେନଟାକୁ ଯେମିତି ବ୍ୟାଙ୍କରେ ଟଙ୍କା ରଖିଦେଉଛେ, କିନ୍ତୁ ଟ୍ରେଜେରୀରେ ମନେକର କାହାର ସୁନା ଅଧିକ ଅଛି, ସିଏ ସୁନାକୁ ରଖିଲା ବ୍ୟାଙ୍କରେ, ସୁନା କ'ଣ ଆଉ ବଢ଼ିଯାଉଛି? ସିଏ କେବଳ ସୁରକ୍ଷିତ ହେଇକି ରହିଲା। ସେମିତି ଗୁଣ ଜ୍ଞାନ ଶକ୍ତି ଇଏ ସବୁ ଜିନିଷ ନିଜ ପାଖରେ ରଖିଲେ ତାର କିଛି ମାହାତ୍ମ୍ୟ ନାହିଁ। ଯେତେ ଦବା ସେତେ ବଢ଼ିବ। ତେଣୁ ଦେନା ହିଁ ଲେନା ହେ। ଆଉ ସବୁବେଳେ କହିବା ହୋନା ହେ ନେହିଁ, ହୋଗା ନେହିଁ, ହୋନା ହେ ହୁଆ ପଡ଼ା ହେ। ତାହାର ଅର୍ଥ ମୁଁ ବାବାଙ୍କର ହେଇଛି, ବାବାଙ୍କର ଶକ୍ତି ଆଣୁଛି, ବାବାଙ୍କର ଶକ୍ତି ଏମିତି କଳ୍ପରେ ବାଣ୍ଟିଛି, ଏବେ ବି ମୋର କାମ ହେଲା ସେଇ କାମ କରିବା। ବାବା ଏଇ କଥା କହୁଛନ୍ତି। ବାବାଙ୍କୁ ତ ମହାଶିବରାତ୍ରିରେ ବାବା ପିଲାଙ୍କୁ କହୁଛନ୍ତି ମୁବାରକ, ଧନ୍ୟବାଦ। ପିଲାମାନେ ବି ବାବାଙ୍କୁ ଖୁସିରେ କହୁଛନ୍ତି ବାବା ଆପଣ ଆସିଛନ୍ତି, ଆପଣ ଆମକୁ ପତିତରୁ ପାବନ କରି ପୁଣି ସତ୍ୟ ଯୁଗକୁ ନେବେ, ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ତେଣୁ ବାବାଙ୍କର ଏସବୁ ଯେତେ ଖୁସି କଥା, ସେ କହୁଛନ୍ତି ଧୂଆଁ ଦୋ ଧୂଆଁ ଲୋ। ସିଏ ହେଲା ପୁରୁଷାର୍ଥର ସବୁଠାରୁ ବଡ଼ ବଳ। ଧୂଆଁ କେମିତି ପାଇବା ବା ଆଶୀର୍ବାଦ ପାଇବା କେମିତି? ସମସ୍ତଙ୍କୁ ଯଦି ଆମେ ଖୁସି, ଆନନ୍ଦ, ପ୍ରେମ ଆଉ ଭଲ ବିଚାର ଇତ୍ୟାଦି ଦେବା, ତାହେଲେ ଆମେ ଖୁସି ପାଇବା, ତାହେଲେ ଆମେ ଆଶୀର୍ବାଦ ପାଇବା। ତେଣୁ ବାବା କହୁଛନ୍ତି ତୁମେ ଆଶୀର୍ବାଦ ଦେଇ ଚାଲ, ଆଉ ଆଶୀର୍ବାଦ ବି ପାଅ। ଯେ ଆଶୀର୍ବାଦ ପାଇଲେ ତୁମେ ଅତି ସହଜରେ ସହଜ ଯୋଗୀ ହୋଇଯିବ। ଇଏ ତ ହେଉଛି ରାଜଯୋଗ, ସହଜ ରାଜଯୋଗ। ଏଇ ସହଜ ରାଜଯୋଗ ବଳରେ ଆମ ଜୀବନ ସହଜ ହେଇଯିବ। 21 ଜନ୍ମ ପାଇଁ ଆମେ ଖୁବ୍ ସହଜରେ ସୁଖ ସୁବିଧାରେ ପୁଣି ବଞ୍ଚିକି ରହିବା ବା ନାଟକ କରିବା, ସତ୍ୟ ତ୍ରେତୟା ଯୁଗରେ ଆସିବା। ତେଣୁ ଏଇ ସହଜ ହେବା ପାଇଁ ସହଜ ରାଜଯୋଗର ଶିକ୍ଷା ନିହାତି ଦରକାର। ଯଦି ଆମେ କାହାକୁ ଆଶୀର୍ବାଦ ଦେଉଛେ ଆଉ କାହାଠାରୁ ଆଶୀର୍ବାଦ ପାଉଛେ, ମାନେ ତା ଭିତରେ 4ଟା ଯାକ ସବଜେକ୍ଟ ଆସିଯାଉଛି, ଜ୍ଞାନ, ଯୋଗ, ଧାରଣା, ସେବା।
ଆମେ ଜ୍ଞାନ ପାଇଛେ ବୋଲି ପରିଚୟ ଦଉଛେ ବୋଲି ଆଶୀର୍ବାଦ ପାଉଛେ, ଯୋଗ କରୁଛେ ବୋଲି ବାବାଙ୍କ ପାଖରୁ ସବୁ ଆଣୁଛେ ବା ଅନ୍ୟଠୁ ଦେଇପାରୁଛେ, ପୁଣି ଜ୍ଞାନ ଯୋଗ ଧାରଣା ଯୁକ୍ତ ହେଇଛେ ବୋଲି ଲୋକମାନେ ଆମକୁ ବିଶ୍ୱାସ କରି ଆମ କଥାକୁ ଗ୍ରହଣ କରୁଛନ୍ତି। ସେବା ତ ଈଶ୍ୱରୀୟ ସେବା ପ୍ରତି ମୁହୂର୍ତ୍ତରେ କରି ଚାଲିଛେ, ଯାହାଫଳରେ ଆମେ ଦୁଆଁ ପାଉଛେ ଆଉ ଦୁଆଁ ସମସ୍ତଙ୍କୁ ଦେବା ବା ଆଶୀର୍ବାଦ ପାଉଛେ, ଆଶୀର୍ବାଦ ଦେବା। ଯିଏ ବାବା ଗୋଟେ ପ୍ରଶ୍ନ ପଚାରିଲେ, କିଏ ସବୁ 20 ବର୍ଷରୁ ଅଧିକ ବାବାଙ୍କୁ ଜାଣିଲଣି? ହାତ ଟେକ। କେତେ ଆତ୍ମା ହାତ ଟେକିଲେ? ବାବା ସମସ୍ତଙ୍କ ମନରେ ଉମଙ୍ଗ ଉତ୍ସାହ ଭରିଦେବା ପାଇଁ ସେ ବହୁତ ପ୍ରକାର ପ୍ରଶ୍ନ ପଚାରନ୍ତି, ବହୁତ ପ୍ରକାର ପ୍ରେରଣାଦାୟୀ କଥା କହନ୍ତି। କିନ୍ତୁ ବାବା ସେଥିପାଇଁ କହିଲେ ଯେ ମେରା ବାବା ଯଦି ଆମେ ଭାବୁଥିବା ସବୁବେଳେ, ତାହେଲେ ଆମର ଯେଉଁ କଷ୍ଟଟା ଲାଘବ ହେଇଯିବ। ସେଥିପାଇଁ ସେ ପୁଣି ଡ୍ରିଲ୍ କରେଇଲେ। କ'ଣ ଡ୍ରିଲ୍ କରେଇଲେ? ଯେ ଗୋଟିଏ ସେକେଣ୍ଡ ପାଇଁ ବା ଗୋଟିଏ ସେକେଣ୍ଡ ପାଇଁ ନିଜକୁ ଆତ୍ମା ବୋଲି ଭାବ। ମାନେ ମୁଁ ଗୋଟିଏ ଆତ୍ମା, ମୋର ପିତା ପରମ ପିତା ପରମାତ୍ମା ବର୍ତ୍ତମାନ ମୋ ସମ୍ମୁଖରେ ରହିଛନ୍ତି। ମୋତେ ଏତେ ବଡ଼ ଶିବ ଜୟନ୍ତୀ ଉପଲକ୍ଷେ ମୋ ବାବା ମୋ ପାଖକୁ ଆସି ମୋତେ ଆଶୀର୍ବାଦ ଦେଉଛନ୍ତି, ମୋତେ ରାସ୍ତା ଦେଖାଉଛନ୍ତି, ମୁଁ କେଉଁ ବାଟରେ ଗଲେ ପୁରୁଷାର୍ଥ କରିବୁ ଉପାୟ ବତାଉଛନ୍ତି। ଏଇ କଥା ମନରେ ଭାବିବା। ବାବା କହୁଛନ୍ତି ମଧୁବନରେ କେତେ କୁଆଡ଼ୁ ଆତ୍ମା ଆସିକି ପହଞ୍ଚିଛନ୍ତି। ସେଠି ସଂଗଠନ ଶକ୍ତି ଭଲ। ମାନେ ମୁଁ କେଉଁ ଗୁଣରେ ବା କି ଭାବନାରେ କି କ'ଣ ଗୋଟେ ମୋ ମନରେ ଦୁର୍ବଳତା ଅଛି, ଦୁର୍ବଳ ଚିନ୍ତା ଅଛି, ମଧୁବନକୁ ଗଲି, କେତେ ପ୍ରକାର ଆତ୍ମା ଆସିଛନ୍ତି, ସେଥିରେ କେତେକ ବିଶେଷ ଗୁଣଧାରୀ ଆତ୍ମା ଅଛନ୍ତି। ବାବା ତ କହୁଛନ୍ତି ପ୍ରତି ଆତ୍ମା ଗୋଟିଏ ଗୋଟିଏ ନିଶ୍ଚିତ ଭାବରେ ବିଶେଷ ଆତ୍ମା। ତେଣୁ ସମସ୍ତେ ଯଦି ଆମେ ବିଶେଷ ଆତ୍ମା, ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଜିନିଷ ଶିଖିବାକୁ ମିଳିବ। ତେଣୁ ମଧୁବନକୁ ଗଲେ ତା'ର ବାତାବରଣ ଏସବୁ ବିଶେଷ ଆତ୍ମାମାନଙ୍କର ଯୋଗ ଶକ୍ତି ବଳରେ ପୁରା ଶକ୍ତିଶାଳୀ ହୋଇକି ଥାଏ। ତେଣୁ ମଧୁବନକୁ ମଝିରେ ମଝିରେ ଯାଇ ନିଜେ ବାବା ମିଳନ କରି ଶକ୍ତିଶାଳୀ ହେବା ନିଶ୍ଚିତ ଦରକାର। ବାବା ସେଥିପାଇଁ କହୁଛନ୍ତି ଏଠିକି ତୁମେ ଆସିଲେ ରିଫ୍ରେଶ୍ ହେଉଛ, ଏଠିକି ତୁମ ଆତ୍ମା ଶକ୍ତିଶାଳୀ ହେଉଛି, ଆଉ ଭାଇ ଭଉଣୀମାନଙ୍କୁ ଦେଖିକି ତାଙ୍କର ଖୁସୁବରେ ତୁମେ ଖୁସି ବି ହେଉଛ। ବାବା କହୁଛନ୍ତି ସମସ୍ତେ ଶିବ ଝଣ୍ଡା ଦେଖାଅ। ସେ ଶିବ ଝଣ୍ଡାରେ ସେଇଥରକ ଲେଖା ହେଇଥିଲା ପ୍ରେମ ଓ ଦୟାର ଜ୍ୟୋତି ଜଳେଇ ରଖିବା। ଏ ପ୍ରେମ ଓ ଦୟା ଦୁଇଟି ଶବ୍ଦ। ପ୍ରେମ ସମସ୍ତଙ୍କୁ କରିବା, ଦୟା ସମସ୍ତଙ୍କୁ କରିବା, ସାଙ୍ଗସାଥିକି କରିବା, ବନ୍ଧୁବାନ୍ଧବଙ୍କୁ କରିବା, ସାହି ପଡ଼ୋଶୀକି କରିବା, ନିଜକୁ ନିଜେ ବି ଦୟା କରିବା, ପ୍ରେମ କରିବା। ବାବା କହିଲେ ତୁମେ ଯଦି ଏତିକି ଜାଣିଛ, ଏହାକୁ ଜୀବନରେ ପାଳନ କର। ବାବା ପୁଣି ଆଉ ଗୋଟେ ଆଶୀର୍ବାଦ ଦେଲେ। କେତେକ ଡବଲ ଜବ୍ କରିଛନ୍ତି। କ'ଣ ଡବଲ ଜବ୍? ମନେକର ମୁଁ ଏକରେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କରୁଛି ବା କୌଣସି ଗୋଟିଏ କାର୍ଯ୍ୟ କରୁଛି, ତା ସହିତ ପୁଣି ସିଏ ହେଲା ଲୌକିକ କାର୍ଯ୍ୟ, ପୁଣି ଇଏ ହେଲା ଅଲୌକିକ କାର୍ଯ୍ୟ, ମାନେ ବାବାଙ୍କର ସେବା। ବାବା ଦେଖୁଛନ୍ତି କେତେକ ସେବାଧାରୀ ବଚ୍ଚା, ସେମାନେ ବାବାଙ୍କ ମୁରଲି ତରତର ହେଇ ମାନେ ଶୁଣନ୍ତି, ତାପରେ ଯେତେବେଳେ କିଛି ଟୋଲି ଖାଆନ୍ତି, ଟିକେ ଶୀଘ୍ର କେମିତି ଖାଇକି ତାଙ୍କ କାମକୁ ଖୁବ୍ ଶୀଘ୍ର ଯାଇକି ଯଥା ସମୟରେ ଜଏନ୍ କରିବେ, ସେଥିପାଇଁ ବି ସେମାନେ ଉଚିତ ସମୟର ବ୍ୟବହାର କରନ୍ତି। ବାବା ସେଥିପାଇଁ ସେମାନଙ୍କୁ ବହୁତ ବହୁତ ଆଶୀର୍ବାଦ ଦେଇଛନ୍ତି। ପୁଣି ବାବା କହିଲେ ଯେ ତୁମେ ଯେମିତି ଘର ଚଳେଇବା ପାଇଁ ଇକୋନୋମି ନିହାତି ଜାଣିବା ଦରକାର, କେଉଁଠି କେତେ ଖର୍ଚ୍ଚ ମୁଁ କରିବି। ଯଦି ଠିକ୍ ବାଟରେ ଠିକ୍ ଖର୍ଚ୍ଚ ନ କରିବା, ତାହେଲେ ଆମର ଅଭାବ ହେବ। ସେହିପରି ଯେତେ ଭଉଣୀମାନେ ଅଛନ୍ତି ଆଶ୍ରମ ଚଳାଉଛନ୍ତି, ସେମାନେ ବି ସବୁବେଳେ ଯଥା ସ୍ଥାନରେ ଯଥା ଖର୍ଚ୍ଚ କରିବେ। ଆଉ ତା ବ୍ୟତୀତ ଇଏ ତ ଗଲା ସ୍ଥୂଳ ଖର୍ଚ୍ଚ, ଆମର ସୂକ୍ଷ୍ମ ଖର୍ଚ୍ଚ ବି ଅନେକ ଅଛି। ବାକ୍ୟ ବା କହିବା,
ଆମର ଭାବିବା ସମୟ ସଂକଳ୍ପ ଏଇସବୁର ତାକୁ ବି ଆମେ ଯଥା ଖର୍ଚ୍ଚ କରିବା। ଅଯଥା କଥା କହିବା ନାହିଁ, ବାକ୍ ଶକ୍ତିକୁ କଣ୍ଟ୍ରୋଲ କରିବା, ଆଉ ଅବ୍ୟର୍ଥ ଚିନ୍ତନ କରିବା, ବ୍ୟର୍ଥ ଚିନ୍ତନ କରିବା ନାହିଁ, ସମୟ ଅଯଥା ନଷ୍ଟ କରିବା ନାହିଁ। ସବୁଥିରେ ଆମେ ଇକୋନୋମିକାଲ ହେବା। ଇକୋନୋମିକୁ ଯିଏ ବୁଝି ଦେଇଛନ୍ତି ସିଏ ତାଙ୍କର ଉନ୍ନତି ହିଁ ଉନ୍ନତି। ବାବା କହୁଛନ୍ତି ସ୍ନେହର ଧନରେ ତୁମେ ମାଲାମାଲ ହୋଇଯାଅ। ତୁମେ ସ୍ନେହ ସମସ୍ତଙ୍କୁ ଦେଇ ଚାଲ, ତୁମକୁ ବି ସମସ୍ତେ ନିଶ୍ଚିତ ଭାବରେ ଯଥେଷ୍ଟ ସ୍ନେହ ଦେବେ। ତାହେଲେ ବାବା ଆଜି ଦୁଇଟି ଜିନିଷ ଉପରେ ବେଶୀ ଗୁରୁତ୍ୱ ଦେଲେ। ଦୁଆଁ ଦେଇ ଚାଲ ବା ଆଶୀର୍ବାଦ ଦେଇ ଚାଲ, ଦୁଆଁ ଲୋ ଦୁଆଁ ଦୋ ଦୁଆଁ ଲୋ, ସ୍ନେହ ଦୋ ସ୍ନେହ ଲୋ। ମାନେ ଆମେ ଆଶୀର୍ବାଦ ଆଉ ସ୍ନେହ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା, ଆଉ ଜୀବନକୁ ଆମେ ମାଲାମାଲ କରିବା। ଓମ୍ ଶାନ୍ତି।